परम प्रभु चरण में कोटि कोटि प्रणाम समस्त प्रणाम। भरी दे माता दिव्य प्रेम भरी दे करी दे माता तोर करी दे भरी दे माता दिव्य प्रेम भरी दे करी दे माता तोर करी दे जल स्थल भूतल तुमे तो रसतल शैवाल लता मा कीटरु बहुल सर्वत्र ही माता तुमर तो खेल सर्वत्र ही माता तुमरी तो खेल तुमे तो बंचिबा कौशल तुमे तो बंचिबा कौशल भरी दे माता दिव्य प्रेम भरी दे करी दे माता तोर करी दे नील आकाश रे फूल रे फल रे पर्वत शिखरे समुद्र गर्भ रे आम चारि पासे अछंती सदा से आम चारि पासे अछंती सदा से छाई भली परा होई छाई भली परा होई तुमे करू बहुल अंतरर बल तुमे करू बहुल अंतरर बल जगाइब मो पाई मा जगाइब आम पाई हे माँ जगाइब आम पाई भरी दे माता दिव्य प्रेम भरी दे करी दे माता तोर करी दे गोटे नेंथारे फुटी अछु फूल महकी बोहोई अमूल अमूल फूलमाल होई गलारे लंबीबू फूलमाल होई गलारे लंबीबू तो सकति बलरे बलिया न हेबू तो सकति बलरे बलिया न हेबू करुणा मयूर ममतार छंदा ममतार डोरे आमे सबु बंधा करुणा मयूर ममतार छंदा ममतार डोरे आमे सबु बंधा भरी दे माता दिव्य प्रेम भरी दे करी दे माता तोर करी दे जल स्थल भूतल तुमे तो रसतल शैवाल लता मा कीटरु बहुल सर्वत्र ही माता तुमरी तो खेल तुमे तो बंचिबा कौशल तुमे तो बंचिबा कौशल माह बंदे मात्र बर्तमान आमको श्रीकांत भाई आज दिवस संपर्क में किसी अवगत करेंगे आम समस्त नीरव भाई कथा शुणा श्रीकांत करुणामयी माँ परम प्रभु श्री अरविंद आजिर ए पवित्र श्री अरविंदर देहांश प्रतिष्ठा दिवस रे उपस्थित थिबा हमर पूर्णांग शिक्षानुष्ठान कुनी कुनी पिला माने अपा भाई एवं मातृलयर कर्मकर्ता
ସମସ୍ତଙ୍କୁ ମାଆଙ୍କର ଆଶୀର୍ବାଦ। ଆମେ ସମସ୍ତେ ବର୍ତ୍ତମାନ ତୁମକୁ କିନ୍ତୁ କେବେ ଆସ ନାହିଁ, କାହିଁକି ତୁମକୁ ଏଠିକି ଅଣା ହେଲା? ଆଗରୁ ଆସୁଥିଲ, ମଝିରେ ଟିକିଏ ବନ୍ଦ ହୋଇଯାଇଥିଲା। ତା'ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆଜି ଦିନଟି କାହିଁକି ଏତେ ପବିତ୍ର ଦିବସ ଆମମାନଙ୍କ ପାଇଁ। ଆଜି ହେଲେ ପରମ ପ୍ରଭୁ ଶ୍ରୀ ଅରବିନ୍ଦ ତାଙ୍କର ପବିତ୍ର ଆମ ଦେହାଂଶ ପ୍ରତିଷ୍ଠା ଦିବସ। ପ୍ରଥମେ ଜଣେ ଯେ ପରମ ପ୍ରଭୁ ଶ୍ରୀ ଅରବିନ୍ଦ କିଏ ଏବଂ ମା କିଏ, ତାପରେ ତାଙ୍କର ଦେହାଂଶର ଗଭୀରତାକୁ ବୁଝିବା। କାହିଁକି ଏଠି ଆଣି ପ୍ରତିଷ୍ଠା କରାଯାଇଛି, ତା'ର ଉଦ୍ଦେଶ୍ୟ କ'ଣ, ତା ମହତ୍ଵ କ'ଣ, ତା'ର ପ୍ରଭାବ କିପରି ଆମ ଉପରେ ସମଗ୍ର ଜିଲ୍ଲା ଭିତରେ ପଡ଼ି ଚାଲିଛି, ବା ଯିଏ ଆସୁଛି ଏ ସମାଧିସ୍ଥଳକୁ ତା ଭିତରେ ତା ଅଜାଣତରେ ତାଙ୍କର କୃପା କିପରି ବର୍ଷି ଚାଲିଛି, ସେଇ ବିଷୟରେ ଟିକେ ଜାଣିବା। ପ୍ରଥମେ ହେଲା ପରମ ପ୍ରଭୁ ଶ୍ରୀ ଅରବିନ୍ଦ କିଏ, ଯାହା ମାଙ୍କ ଭାଷାରେ ଶ୍ରୀ ଅରବିନ୍ଦ ଇଜ୍ ଦ ଇମାନେସନ୍ ଅଫ୍ ଦ ସୁପ୍ରିମ୍ ହୁ କେମ୍ ଅନ୍ ଆର୍ଥ ଟୁ ମ୍ୟାନିଫେଷ୍ଟ ଏ ନ୍ୟୁ ରେସ୍। ଶ୍ରୀ ଅରବିନ୍ଦ ହେଲେ ସେହି ପରମଙ୍କର ଅବତାର ପୁରୁଷ, ଯିଏକି ପୃଥିବୀକୁ ଅବତରି ଆସିଛନ୍ତି ଏକ ନୂତନ ଚେତନା, ଏକ ନୂତନ ଜାତି ପୃଥିବୀରେ ପ୍ରତିଷ୍ଠା କରିବା ନିମନ୍ତେ। ଇଏ ହେଲେ ସେହି ଅବତାର ପୁରୁଷ। ଶ୍ରୀକୃଷ୍ଣଙ୍କ ପରେ ନେକ୍ସଟ ଅବତାର ପୁରୁଷ ହେଲେ ଇଏ ପୃଥିବୀକୁ ଅବତରି ଆସିଛନ୍ତି ଏକ ନୂତନ ସତ୍ୟକୁ ପୃଥିବୀରେ ଅବତରଣ କରି ତାକୁ ପରିପ୍ରକାଶ କରିବେ। ଆମେ ଜାଣିଲେ ଯେ ପ୍ରଭୁ କିଏ, ମା ହେଲେ ସ୍ୱୟଂ ଆଦ୍ୟା ଅଦ୍ୱିତୀୟା ପରାଶକ୍ତି, ଯାହାଙ୍କର ଚାରୋଟି ମହାରୂପ ମହାକାଳୀ, ମହାଲକ୍ଷ୍ମୀ, ମାହେଶ୍ୱରୀ, ମହାସରସ୍ୱତୀ ଏବଂ ମହାଲକ୍ଷ୍ମୀ। ଇଏ ହେଲା ମାଙ୍କର ଚାରି ମହାଶକ୍ତି, ଯେଉଁଟାକି ଶ୍ରୀ ଅରବିନ୍ଦ ତାଙ୍କର ମା ପୁସ୍ତକର 6ଠ ଅଧ୍ୟାୟରେ ବର୍ଣ୍ଣନା କରି ଯାଇଛନ୍ତି। ଯେ ପ୍ରକୃତରେ ମା କିଏ ସେଇଟା ଆମେ ଆଜି ପର୍ଯ୍ୟନ୍ତ ମଧ୍ୟ ଜାଣିପାରିନଥାନ୍ତେ ଯଦି ପ୍ରଭୁ ମା ପୁସ୍ତକଟି ଆମ ପାଖରେ ଉନ୍ମୋଚନ ନ କରିଥାନ୍ତେ। ତେଣୁ ଆମେ ଜାଣିଲେ ଯେ ମା କିଏ ଏବଂ ପ୍ରଭୁ ଶ୍ରୀ ଅରବିନ୍ଦ କିଏ। ଜାଣିଲ ନା, ତୁମେ ରେସ୍ପଣ୍ଡ କରିବ। ଜାଣିପାରିଲ ମା କିଏ, ଶ୍ରୀ ଅରବିନ୍ଦ କିଏ? ଯଦି ଶ୍ରୀ ଅରବିନ୍ଦଙ୍କର ଏଠି ତାଙ୍କ ଦେହାଂଶ ପ୍ରତିଷ୍ଠା ହେଇଛି, ଅର୍ଥାତ୍ ଦେହାଂଶ ମାନେ କ'ଣ? ଦେହର ଅଂଶ। ଦେହର ଅଂଶ ସାଧାରଣତଃ ବିଶେଷ ପ୍ରଭାବଶାଳୀ ଥାଏ ନଖ, ଚୁଟି ଆଉ ସେ ପିନ୍ଧୁଥିବା ବସ୍ତ୍ର। ଏଇ ଭିତରେ ତାଙ୍କର ପ୍ରଭାବଟା ସବୁଠାରୁ ବେଶୀ ଥାଏ। ତାଙ୍କ ସମଗ୍ର ଶରୀରରେ ତ ରହିଛି। ସମଗ୍ର ଶରୀର ତ ଆମେ ପଣ୍ଡିଚେରୀରେ ତାଙ୍କୁ ସମାଧିସ୍ଥ କରିଦିଆହେଲା, କିନ୍ତୁ ଏଇ ଯେଉଁ ଜିନିଷ ଗୁଡ଼ିକ ସଂଗ୍ରହ କରିକି ରଖିଥିଲେ, କିଏ ରଖିଥିଲେ ଜାଣିଛ? ସିଏ ହେଲେ ଚମ୍ପକଲାଲଜୀ। ତାଙ୍କର ଦୂରଦୃଷ୍ଟି ଥିଲା। ଯେତେବେଳେ ମା ପ୍ରଭୁଙ୍କର ନଖ କାଟି ଦେଉଥିଲେ, ମୁଣ୍ଡ କୁଣ୍ଡେଇ ଦେଉଥିଲେ, ଯେଉଁ ଚୁଟି ଗୁଡ଼ିକ ଉଠି ଯାଉଥିଲା, ଯେଉଁ ନଖ ଗୁଡ଼ିକ ବାହାରୁଥିଲା, ତାକୁ ସେ ସଂଗ୍ରହ କରି ରଖୁଥିଲେ। ସେ ରଖିଥିଲେ ବୋଲି ସେଇଥିପାଇଁ ତାଙ୍କୁ ରିଲିକ୍ସର ପ୍ରିଷ୍ଟ କୁହାଯାଏ। ଯଦି ସେ ସେଇ କାର୍ଯ୍ୟଟି କରିନଥାନ୍ତେ, ଆଜି ପ୍ରଭୁଙ୍କୁ ଆମେମାନେ ମଧ୍ୟ ଏଠି ତାଙ୍କ ଦିବ୍ୟ ଉପସ୍ଥିତିକୁ ଅନୁଭବ କରିପାରିନଥାନ୍ତେ। ତେଣୁ ତାଙ୍କର ସମଗ୍ର ମାନବ ସମାଜ ପାଇଁ ଇଏ ଗୋଟେ ବିରାଟ ଅବଦାନ, କଳ୍ପନାତୀତ। ତାହେଲେ ସେଇ ପ୍ରଭୁଙ୍କର ଏ ଯେଉଁ ନଖ, ଚୁଟି, ତାଙ୍କର ବସ୍ତ୍ର, ଇଏ କିପରି ଜାଣିଲେ? ଗୋଟେ ଛୋଟିଆ ଉଦାହରଣ ନେବା। ତୁମେ ଜାଣିଛ ଗୁଣି ଗାରେଡ଼ି ତାନ୍ତ୍ରିକ କଥା ଜାଣିଛ ନା ନାହିଁ? ସେମାନେ ଯେତେବେଳେ କାହା ଉପରେ ତନ୍ତ୍ରବିଦ୍ୟା ପ୍ରୟୋଗ କରନ୍ତି, କ'ଣ କରନ୍ତି? ଏଇ ତିନୋଟି ଜିନିଷରୁ ଗୋଟିଏ ଜିନିଷ ସେମାନେ ନିଅନ୍ତି, ଆଇଦର ତା ନଖ, ତା କେଶ, ତା ବସ୍ତ୍ର। এইটা নেইকি তা বলরে সে তন্ত্রবিদ্যা সে ব্যক্তি পাখক প্রয়োগ করতে। তাহলে এই তিনটা ভিতরে সে ব্যক্তির উপস্থিতি থাকে, সে ব্যক্তির চেতনা তা ভিতরে হি নিহিত হইকি থাকে। তেণুক তাকে সে যা চাহে সেয়া করবে। এটা উদাহরণ স্বরূপ। তেণুক এটি যে প্রভুঙ্কর দেহাংশ রখা হয়েছি, এটি প্রভুঙ্কর সমগ্র জীবনব্যাপী তপস্যার ফলস্বরূপ যে বিরাট অতিমাংস শক্তিকে সে মানব সমাজ পাই পৃথিবীকে অবতরণ করাইলে,
ସେ ଅତିମାନ ଶକ୍ତି ତାଙ୍କ ଶରୀରର ସମଗ୍ର ଶରୀର ଭିତରେ ବ୍ୟାପି ଯାଇଥିଲା। ଯେତେବେଳେ ଅବତରଣ କଲେ, ଏଇଟା କେବେ ଅବତରଣ କଲେ? 1950 ମସିହା ଡିସେମ୍ବର 5 ତାରିଖ ଦିନ। ଅର୍ଥାତ୍ ଏଇ ଦିନ ଏହି ଅତିମାନସ ମହାଶକ୍ତି ପ୍ରଭୁଙ୍କ ଶରୀରକୁ ଅବତରଣ କରିଥିଲା, ଯାହାଫଳରେ କି ପ୍ରଭୁ ତାଙ୍କର ଶରୀରକୁ ବିସର୍ଜନ କରିଥିଲେ ଆମମାନଙ୍କ ପାଇଁ। ଯେମିତି ଦଧିଚି ଋଷିଙ୍କ କଥା ଜାଣିଥିବ, ସିଏ ଯେପରି ତାଙ୍କ ଶରୀର ବିସର୍ଜନ କଲେ ଦେବକାର୍ଯ୍ୟ ନିମନ୍ତେ, ପ୍ରଭୁ ସେହିପରି ସମଗ୍ର ମାନବ ସମାଜ ପାଇଁ ଇଏ ଯେଉଁ ବିରାଟ ଅତିମାନସ ଶକ୍ତି, ଏ ଛୋଟିଆ ଶକ୍ତି ନୁହଁ, ୟାକୁ ଯିଏ ପାରି ସିଏ ଅବତରଣ କରିପାରିବ ନାହିଁ। ସେ ଶକ୍ତିକୁ ଧାରଣ କରିବାର ଗୋଟେ ସାମର୍ଥ୍ୟ ଥିବା ଦରକାର ଶରୀରର। ତେଣୁ ତା ପୂର୍ବରୁ ମା ଏବଂ ଶ୍ରୀ ଅରବିନ୍ଦ ଉଭୟ କଥାବାର୍ତ୍ତା ହୋଇ ଏହି ନିଷ୍ପତ୍ତିଟି ନେଇଥିଲେ। ତେଣୁ 1950 ଡିସେମ୍ବର 5 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ଦୀର୍ଘ 5 ଦିନ ବ୍ୟାପୀ ଏହି ଅତିମାନସ ଶକ୍ତି ପ୍ରଭୁଙ୍କ ଶରୀର ଚାରିପଟେ ଘୂରି ରହୁଥିଲା, ଯାହାଦ୍ୱାରା କି ତାଙ୍କ ଶରୀର ଆଉ ଡିକମ୍ପୋଜିସନ୍ ମାନେ ସେଟା ପଚୁନଥିଲା। ସାଧାରଣତଃ ମଣିଷ ଶରୀର ମୃତ୍ୟୁବରଣ କଲେ ଦିନେ 2 ଦିନ ଭିତରେ ସେ ସାଙ୍ଗେ ସାଙ୍ଗେ ପଚିବାକୁ ଆରମ୍ଭ କରେ। 5 ଦିନ ଧରି ସେ ଅତିମାନ ଶକ୍ତି ଯେହେତୁ ତାଙ୍କ ଶରୀର ଚତୁଃପାର୍ଶ୍ୱରେ ଘୂରି ରହିଥିଲା, ବୁଡ଼ି ରହିଥିଲା, ତେଣୁକରି ସେ ଆଉ କିଛି କଲାନି। ତାପରେ ଆସ୍ତେ ଆସ୍ତେ ସେହି ଶକ୍ତି ମାଆଙ୍କ ଶରୀରକୁ ସରପାସ୍ କରିଗଲା, ଅର୍ଥାତ୍ ପ୍ରବେଶ କରିବା ଆରମ୍ଭ କଲା ବହୁତ କମ୍ ସମୟ ଭିତରେ। ଏଇଟା 9 ମସିହାର କଥା, 1950 ମସିହା 9 ତାରିଖର କଥା। ତାହେଲେ ଏହି ଶକ୍ତିକୁ ଧାରଣ କରିବା ପାଇଁ କେବଳ ପ୍ରଭୁ ଏବଂ ମା ଏ 2 ଜଣ ହିଁ କେବଳ ସମଗ୍ର ବିଶ୍ୱରେ 2 ଜଣଙ୍କର ଶରୀର ହିଁ କେବଳ ଉପଯୁକ୍ତ ଥିଲା। ସେ ସାଧନା ମାଧ୍ୟମରେ ଏପରି ତାକୁ ତିଆରି କରାହେଇଥିଲା, ଯେତେବେଳେ ମା ନିଜେ ଆସିଥିଲେ ସିଏ ମଧ୍ୟ ପ୍ରଭୁଙ୍କ ଶରୀରଠାରୁ ଆହୁରି ସାମର୍ଥ୍ୟବାନ। ତେଣୁକରି ମା ସେଇ ଦାୟିତ୍ୱ, ଶ୍ରୀ ଅରବିନ୍ଦ ସେଇ ଦାୟିତ୍ୱ ମାଆଙ୍କୁ ଦେଇଥିଲେ ଯେ ମୁଁ ତାକୁ ଅବତରଣ କରାଇବି, ତାକୁ ତୁମେ ପୃଥିବୀରେ କ୍ରିୟାଶୀଳ କରାଇବ। ବୁଝିଲା? ତୁମେ ଏଇଟା ମନେ ରଖୁଥିବ। ଏଇଥିପାଇଁ ଯେହେତୁ ଏ ପ୍ରଭୁ ବୋଲେ ଭଗବାନ ନିଜେ ଦିବ୍ୟ ମହାତ୍ମା, ଯିଏ ପରମ ବ୍ରହ୍ମ, ତାଙ୍କ ଶରୀରର କିଛି ଅଂଶ ଏଇଠି ଆଣିକି ଆମେ ବର୍ତ୍ତମାନ ଯେଉଁ ଆଜି ଦିନଟି ଯେଉଁ ମୁଖ୍ୟ ଉଦ୍ଦେଶ୍ୟ ହେଲା, ଏଇ ଦିନ କେନ୍ଦୁଝର ଜିଲ୍ଲାକୁ ଅର୍ଥାତ୍ 1983 ମସିହା ଏପ୍ରିଲ ମାସ 13 ତାରିଖ ଆଜି ଦିନରେ ଆମ କେନ୍ଦୁଝର ଜିଲ୍ଲାରେ ପ୍ରଭୁଙ୍କୁ ଏଠି ସ୍ଥାପନ କରାହେଇଥିଲା। ଏ ରିଲିଜ୍ ସେଇଠିର ପ୍ରତିଷ୍ଠା କରାଗଲା। ତେଣୁକରି ଇଏ ଖାଲି ଆମ ପାଇଁ ନୁହଁ, ସମଗ୍ର କେନ୍ଦୁଝର ଜିଲ୍ଲା ପାଇଁ ମା କହୁଛନ୍ତି ଏ ସ୍ଥାନର ବହୁତ ଗୁଡ଼ିଏ ଆସ୍ପିରେସନ୍ ଥିଲା। ଏଠିକାର ବ୍ୟକ୍ତିମାନଙ୍କର ବହୁତ ଗୁଡ଼ିଏ ଆସ୍ପିରେସନ୍ ଥିଲା ଭଗବାନ ପ୍ରତି, କିନ୍ତୁ ପ୍ରଭୁଙ୍କ ଦେହାଂଶ ଏଠି ପ୍ରତିଷ୍ଠା ହେଉ, ନହେଲେ ପ୍ରଭୁ କେବେ ନା ଏଠିକି ଆସିବେ ନାହିଁ। ଆସ୍ପିରେସନ୍ ଥିଲା ଏ ଜାଗାର, ପ୍ଲସ୍ ଲୋକମାନଙ୍କର ଆସ୍ପିରେସନ୍ ଥିଲା ବୋଲି ଏଠାରେ ପ୍ରଭୁଙ୍କର ଦେହାଂଶକୁ ଆମେ ସ୍ଥାପନ କରିପାରିଲେ, ଯେଉଁଟାକି ସମସ୍ତଙ୍କ ସମଗ୍ର ଜିଲ୍ଲା ପାଇଁ କ'ଣ ସମଗ୍ର ଓଡ଼ିଶା ଭାରତବାସୀ ସମସ୍ତେ ଯିଏ ବି ଆସିବେ ଏଠି ତାହାକୁ ସେଇ ଶକ୍ତିକୁ ସେ ଗ୍ରହଣ କରିବେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ତୁମମାନଙ୍କୁ କାହିଁକି ଏଠି ଅଣାହେଇଛି, ଅଣାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସେହି ଶକ୍ତି ଆମ ଜ୍ଞାତ ସାରରେ ହେଉ ବା ଅଜ୍ଞାତ ସାରରେ ହେଉ, ଆମ ଜାଣତରେ ହେଉ ବା ଆମ ଅଜାଣତରେ ହେଉ, ଯଦି ଆମେ ସେଠିକି ସ୍ପର୍ଶ କରିବା, ସମାଜରେ ଟିକେ ସ୍ପର୍ଶ କରିବା, ନିଜର ଯାବତୀୟ ଯାହା ଦୁଃଖ ସୁଖ ଭଲ ମନ୍ଦ ସବୁ କଥା ସେଠି ଜଣେଇବା, ତାହେଲେ ସେ ଶକ୍ତି ଆମ ଭିତରକୁ ଆପେ ଆପେ ହିଁ ପ୍ରବେଶ କରିଯିବ। ଏଇଟା ହେଲା ମୁଖ୍ୟ ଉଦ୍ଦେଶ୍ୟ। ସେ ଶକ୍ତି ଆମ ଭିତରେ କ'ଣ କରିବ? ସେ ଆମ ଭିତରେ ମାଆଙ୍କର ଦିବ୍ୟ ସ୍ଥିତି, ଭଗବାନଙ୍କ ଦିବ୍ୟ ଉପସ୍ଥିତିକୁ ସେ ଏଇଠି ରଖିବ, ଆମ ଭିତରେ ଧରି ରଖିବ। ଦିବ୍ୟ ଶାନ୍ତି ଆମ ଭିତରେ ପ୍ରତିଷ୍ଠା କରିବ, ଦିବ୍ୟ ଆନନ୍ଦ ପ୍ରତିଷ୍ଠା କରିବ। ତାଙ୍କ ଦିବ୍ୟ ଆଲୋକ ଆମ ଭିତରକୁ ଆସ୍ତେ ଆସ୍ତେ ଯିବାକୁ ଆରମ୍ଭ କରିବ। ଆମ ଅଜାଣତରେ ଯେଉଁମାନେ ଟିକେ ସଚେତନ ଭାବରେ ମାଆଙ୍କୁ ଏଇ କାମ ଦିଆ, ତୁମଠୁ ଏଇଟା କୁହାହେଉଛି ମାନେ ତୁମକୁ ଟିକେ ସଚେତନ କରିଦିଆହେଉଛି, ଜଣେଇ ଦିଆହେଉଛି ଯେ ଏଠିକି ଆସିବାର ମୁଖ୍ୟ ଉଦ୍ଦେଶ୍ୟଟା କ'ଣ, ତୁମକୁ କାହିଁକି ଏଠି ବର୍ତ୍ତମାନ ଅଣା ହେଲା। ପ୍ରତ୍ୟେକ ଦର୍ଶନ ଦିନରେ ତୁମେ ଏହିପରି ଆସିବ, ପ୍ରଭୁଙ୍କର ଦର୍ଶନ କରିବ। ଏଇଟା ଖାଲି ଦର୍ଶନ ଦିନ ନୁହଁ, ଅନ୍ୟ ଯେକୌଣସି ସମୟରେ ମଧ୍ୟ ତୁମେ ଯେତେବେଳେ ଏଇପଟ ଦେଇକି ଯିବା ଆସିବା କରିବ, ତୁମେ ମଧ୍ୟ ଏ ଭିତରେ ପ୍ରବେଶ କରିବ, ଟିକେ ଦର୍ଶନ ମାଆକୁ କରିବ, ସମସ୍ତେ ମୁଣ୍ଡିଆ ମାରିକି ତାପରେ ଯିବ। ଜାଣ ୟାର ଉପକାରିତା କେତେ, ଆମ ଭିତରେ ସେ ଶାନ୍ତି, ସନ୍ତୋଷ, ଆନନ୍ଦ
ସବୁକିଛି ଦିବ୍ୟ ଉପସ୍ଥିତି ଆମ ଭିତରେ ସିଏ ଆପେ ଆପେ ହିଁ ପ୍ରବେଶ କରିଯାଉଛି। ଏପରି ଏ ଶକ୍ତିର ସାମର୍ଥ୍ୟ ରହିଛି, ଆମେ ଜାଣନ୍ତୁ ନ ଜାଣନ୍ତୁ। ଯଦି ଏହିପରି ଭାବରେ ଆମେ ଏଠି ନିୟମିତ ଭାବରେ ଏ ଅଭ୍ୟାସଟି କରିବା, ମଙ୍ଗଳ କାହାର ହେବ? ଆମମାନଙ୍କର ମଙ୍ଗଳ ହେବ। ଆମ ଭିତରେ ସେ ଦିବ୍ୟ ଶକ୍ତି ପ୍ରବେଶ କରିବ ଏବଂ ଆମକୁ ସେ ଆସ୍ତେ ଆସ୍ତେ ଯେଉଁ ଉଦ୍ଦେଶ୍ୟରେ ପ୍ରଭୁ ତାକୁ ପୃଥିବୀରେ ଅବତରଣ କରିଥିଲେ, କେଉଁ ଉଦ୍ଦେଶ୍ୟରେ? ଏକ ଦିବ୍ୟ ରାଜ୍ୟ, ଏକ ଅତିମାନସ ରାଜ୍ୟ ସେ ଏଠି ପ୍ରତିଷ୍ଠା କରିବେ। ସେଇଥିପାଇଁ ଆମକୁ ସେ ପ୍ରସ୍ତୁତ କରୁଛନ୍ତି। ପ୍ରସ୍ତୁତ କରିବା ପାଇଁ ଏ ଶକ୍ତିର ଆବଶ୍ୟକ ବହୁତ ଜରୁରୀ। ଇଏ ଆମ ଭିତରୁ ଯଦି ନ ଯିବ, ଆମ ଭିତରକୁ ଯଦି ସେ ପରିବର୍ତ୍ତନ ନ କରିବ, ଆମେ କେବେ ହେଲେ ଏ ଭିତରକୁ ପ୍ରଭୁଙ୍କୁ ଚିହ୍ନି ପାରିବାନି, ଜାଣିପାରିବାନି। ଆମ ଭିତରେ ଥିବା ଖରାପ ଶକ୍ତି ଗୁଡ଼ାକୁ, ଯେଉଁମାନେ ଆମକୁ ଦୁଃଖ, କଷ୍ଟ, ଅଶାନ୍ତି, ଅସନ୍ତୋଷ ଇତ୍ୟାଦି ଦେଇ ଚାଲିଛନ୍ତି, ତାଙ୍କ କବଳରୁ ଆମେ କେବେ ନିଜକୁ ମୁକ୍ତ କରିପାରିବାନି। ଯଦି ଏଇ ଶକ୍ତି ଆମ ଭିତରେ ପ୍ରବେଶ କଲା, ତାହେଲେ ସିଏ ହିଁ ଏଇ କାମଟା ଆମ ପାଇଁ କରିଦେବ। ବୁଝିପାରିଲ ନା? ତେଣୁ ୟାର କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା। ୟାର ଆଉ ଗୋଟେ ଉଦାହରଣ ଦେବି। ତୁମେ ପୁରାଣରୁ ଶିବ ସତୀ କଥା ଜାଣିଛ? କେତେଜଣ ଜାଣିଛ? ଟିଭିରେ ଦେଖିଥିବ। ଶିବ ଆଉ ସତୀ କିଏ? ସିଏ ବାସ୍ ପାର୍ବତୀଙ୍କର ତା ପୂର୍ବ ଜନ୍ମରେ ଥିଲେ ସତୀ। ସିଏ ତାଙ୍କ ବାପା ହେଲେ କି ଦକ୍ଷ ପ୍ରଜାପତି, ଯିଏକି ଆଉ ତାଙ୍କର ଶିବ ସତୀ କାହାକୁ ବିବାହ କରିଥିଲେ? ଶିବଙ୍କୁ। କିନ୍ତୁ ଏଇଟା ତାଙ୍କ ବାପା ଚାହୁଁନଥିଲେ। ତେଣୁକରି ତାଙ୍କର ଯେଉଁ ଗୋଟେ ଯଜ୍ଞ ହେଲା, ଯଜ୍ଞକୁ ସିଏ ପ୍ରଭୁ ଶିବଙ୍କୁ ମୋଟେ ସିଏ ଆବାହନ କଲେନି। ଏଇଥିପାଇଁ ସତୀ ଶିବଙ୍କର ଆଜ୍ଞା ନେଇକରି ଯାଇଥିଲେ, କିନ୍ତୁ ଶିବ ମନା କରିଥିଲେ ତାଙ୍କୁ। କିନ୍ତୁ ଯେତେବେଳେ ତାଙ୍କ ବେଶୀ ଅପମାନିତ କରାହେଲା, ସମସ୍ତଙ୍କ ସବୁ ଦେବା ଋଷି ତ୍ରିଦେବଠୁ ଆରମ୍ଭ କରି ସମସ୍ତେ, ଖାଲି ଶିବଙ୍କ ଛଡ଼ା ଆଉ ସବୁ ଦେବାଦେବୀ ସେଠି ଥିଲେ। ଯେତେ ଦକ୍ଷ ପ୍ରଜାପତି ଶିବଙ୍କୁ ଅପମାନ କଲେ, ସେ ଅପମାନକୁ ସହି ନ ପାରି ସତୀ ସେଇଠି ଯେଉଁ ଯଜ୍ଞ କୁଣ୍ଡରେ ସେଇଠି ସେ ନିଜକୁ ଆତ୍ମଦାହ କରିଥିଲେ। ଏ କଥା ଯେତେବେଳେ ଶିବଙ୍କ ପାଖକୁ ଗଲା, ସିଏ କ୍ରୋଧାନ୍ଧ ହେଇକରି ଆସି ଶିବ ଦକ୍ଷ ପ୍ରଜାପତିଙ୍କୁ ତାଙ୍କର ମସ୍ତକ ବିଚ୍ଛିନ୍ନ, ତାଙ୍କର ରୁଦ୍ର ରୂପରେ, ରୁଦ୍ର ଅବତାର, ତାଙ୍କୁ ଏହିସବୁ କାମରେ ପୂର୍ଣ୍ଣସାତ କରିଥିଲା। ତାପରେ ସିଏ ସତୀଙ୍କର ଅର୍ଦ୍ଧଦଗ୍ଧ ସେ ଶରୀରକୁ କାନ୍ଧରେ ପକାଇ ସମଗ୍ର ବିଶ୍ୱ ଭ୍ରମଣ କରିବା ପାଇଁ ବାହାରିଲେ। ସେଠି ଥିଲେ ଭଗବାନ, ଇଏ ବିଷ୍ଣୁ। ସିଏ ଦେଖିଲେ ଇଏ ଯଦି ଏହିପରି ବିଷାଦ ଆଡ଼କୁ ପଳେଇଯିବେ ଶିବ, ତାହେଲେ କଥାଟି ଆହୁରି ଖରାପ ହେଇଯିବ। ତେଣୁକରି ସେ ତାଙ୍କ ଚକ୍ର ଦ୍ୱାରା ସତୀଙ୍କର ଦେହକୁ 52 ଖଣ୍ଡରେ, କେତେ ଖଣ୍ଡ? 52 ଖଣ୍ଡରେ ତାକୁ ଖଣ୍ଡ ବିକ୍ଷିପ୍ତ କରିକି ସମଗ୍ର ଭାରତବର୍ଷ ବିଭିନ୍ନ ସ୍ଥାନରେ ତାକୁ ସେ ବିଚ୍ଛିନ୍ନ କରି ପକାଇଦେଲେ। ଯେଉଁଠି ଯେଉଁଠି ତାଙ୍କର ଏହି ଦେହର ଅଂଶ ରହିଲା, ସେଠି ସେ ଗୋଟେ ଶକ୍ତିପୀଠ ହୋଇଗଲା, ଯେଉଁଟାକି ଆମେ ବର୍ତ୍ତମାନ ପୁରାଣରେ ପଢ଼ିଛନ୍ତି, ଜାଣୁଛନ୍ତି। ସେଠି ମଧ୍ୟ ବିରାଟ ଶକ୍ତି। ଏହିପରି କାହିଁକି? କାରଣ ସିଏ ସ୍ୱୟଂ କିଏ? ସତୀ କିଏ ଥିଲେ? ପାର୍ବତୀଙ୍କର ଅଂଶବିଶେଷ, ଅର୍ଥାତ୍ ମାଆଙ୍କର ସିଏ ଅଂଶବିଶେଷ। ମା, ଯେଉଁ ମାଆଙ୍କୁ ବର୍ତ୍ତମାନ ଆମେ ଦେଖୁଛନ୍ତି, ସିଏ ହେଲେ ତାଙ୍କର ଅଂଶବିଶେଷ ଥିଲେ। ତେଣୁ ତାଙ୍କ ଶରୀର ଭିତରେ ଏତେ ଶକ୍ତି ସାମର୍ଥ୍ୟ ଭରି ରହିଥିଲା। ତେଣୁ ଯେଉଁ ଯେଉଁ ଜାଗାରେ ସେ ପଡ଼ିଲା, ସେଟା ଗୋଟେ ଶକ୍ତିପୀଠ ହୋଇଗଲା। ମୋର ଏଠି କହିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଜାଣିଲ ନା? ତେଣୁ ତାଙ୍କର ଶରୀରର ଅଂଶବିଶେଷ ପଡ଼ିସାରି ଶକ୍ତିପୀଠ ହୋଇଗଲା। ଆଜି ପର୍ଯ୍ୟନ୍ତ ଆମେ ସେଟାକୁ ବର୍ତ୍ତମାନ ପୂଜା କରୁଛନ୍ତି, ଯାଉଛନ୍ତି। ସେଠି ଶକ୍ତି ଆମ ଭିତରକୁ ଆସୁଛି, ଆମର ସେ ଅନୁଭବକୁ ଆସୁଛି। ସେହିପରି ପ୍ରଭୁଙ୍କର ଦେହାଂଶ ୟା ଭିତରେ ଯେତେବେଳେ ରଖା ହେଇଛି, ତାହେଲେ ସେଠି ମଧ୍ୟ ସେହିପରି ଅତିମାନ ଶକ୍ତି ପୁରା ପୂର୍ଣ୍ଣ ମାତ୍ରାରେ ଭରି ରହିଛି। ଆମେ ମୁଖ୍ୟ ଜାଣିବା ଏଠି କହିବାର ଉଦ୍ଦେଶ୍ୟ ଗପଟି ତୁମକୁ, ଏଠି ଯେଉଁ ଶ୍ରୀ ଅରବିନ୍ଦଙ୍କ ଦେହାଂଶ ଅର୍ଥାତ୍ ତାଙ୍କର ନଖ, ତାଙ୍କର କେଶ ରଖା ହେଇଛି, ସେଠି ମଧ୍ୟ ଅତିମାଂସ ଶକ୍ତି ପୂର୍ଣ୍ଣ ଭାବରେ ହିଁ, ସକ୍ରିୟ ଭାବରେ ହିଁ ଉପସ୍ଥିତ। ସେହିପରି ମନୋଭାବ ନେଇକି ଆମେ ଏ ସମାଧି ଭିତରକୁ ପଶିବା, ତାହେଲେ ମା' କହୁଛନ୍ତି ତୁମେ ଆହୁରି ଅଧିକ ସଚେତନ ଭାବରେ ଏହି ଅତିମାନ ଶକ୍ତିକୁ ଅନୁଭବ କରିପାରିବ। କିନ୍ତୁ ଆମେ ସବୁବେଳେ ଅଚେତନ ଭାବରେ ହିଁ ଏଠିକି ଆସୁଛନ୍ତି। ସବୁବେଳେ ମନେ ରଖିଥିବ, ଭଗବାନ ସବୁବେଳେ ନୀରବତାକୁ ବେଶୀ ଭଲ ପାଆନ୍ତି।
ଯେତେ ତାଙ୍କର କାର୍ଯ୍ୟକଳାପ ସବୁ ସାଇଲେନ୍ସରେ ହିଁ ହେଇ ଚାଲିଛି। ଏ ସମଗ୍ର ସୃଷ୍ଟିକୁ ମଧ୍ୟ ସେ ନୀରବତା ଭିତରେ ହିଁ ତିଆରି କରିଛନ୍ତି। এই বিরাট অতিমান শক্তি যে অবতরণ কলে ইয়ে মধ্যে সেই নীরবতা ভিতরে হি হয়েছি। যেতে সে সিদ্ধি দিবস অর্থাৎ শ্রীকৃষ্ণଙ୍କ চেতনা যেতবে শ্রীহরি ভিতরে প্রবেশ কলা সেটা মধ্যে নীরবতা ভিতরে। তেমন মনে রাখুଥିବା নীরবতা কেতে মহান অস্ত্র, যাহাকু যদি আমি নিজ ভিতরে ধারণ করিপারিবা, সে নীরবতাକୁ যদি ଆମ ଭିତରେ ମେଣ୍ଟେନ୍ କରିପାରିବା, ତାହେଲେ ଦିବ୍ୟ ଶକ୍ତି ମଧ୍ୟ ଆମ ଭିତରକୁ ଅଚିରେ ବହୁ ସହଜରେ ପ୍ରବେଶ କରିପାରିବ। ଆମକୁ ଆମ ସାଧନାରେ ସେ ସାହାଯ୍ୟ କରିବ। ଆମକୁ ଉପରକୁ ଯିବା ପାଇଁ ଆମ ଚେତନାକୁ ଊର୍ଦ୍ଧ୍ୱମୁଖୀ କରିବାରେ ସେ ଆମକୁ ବହୁ ପରିମାଣରେ ସାହାଯ୍ୟ କରିବ। ଆଉ ସବୁଠାରୁ ବଡ଼ କଥା ହେଲା ଏ ପରିବେଶରେ ରହୁଥିବା ଅନ୍ତେବାସୀ ବା ଯେଉଁମାନେ ଏ ପରିବେଶକୁ ସବୁବେଳେ ଆସୁଛନ୍ତି ତାଙ୍କ ଭିତରେ ମଧ୍ୟ ଏ ଅତିମାନସ ଶକ୍ତି ପ୍ରବେଶ କରି ତାକୁ ସଚେତନ କରିଦେବ। ତାଙ୍କର ଦିବ୍ୟ ଉପସ୍ଥିତି ଆମେ ଅନୁଭବ କରିପାରିବା ଯେ ପ୍ରକୃତିରେ ମାଆଙ୍କ ଶକ୍ତି କ'ଣ ଥିଲା କେମିତି ଥିଲା। ତେଣୁ ଏଇଟା ହେଲା ହେଉଛି ୟାର ଟିକେ ଭୁଲ ହେଇଗଲା ହେଉଛି ମାନେ କ'ଣ ହେଲା ଆମର ଏଇଟା ଗୋଟେ ମଝିରେ ଗୋଟେ ଇଣ୍ଟରପ୍ସନ୍ ନାଇଁ, ମଝିରେ ଗୋଟେ ବିରାମ ହେଇଗଲା ଆମ ପାଇଁ ନାଇଁ ବୋଲାନି। ସାଇଲେନ୍ସ ନୀରବତା କହିଲି ବୋଲି ଭାଇଙ୍କ ପକେଟରୁ ଆପେ ଆପେ ହିଁ ନୀରବତା ମ୍ୟୁଜିକ୍ ବାଜିଗଲା। ତାହେଲେ ୟାର ଗୁରୁତ୍ୱ କେତେ ଏଇଠି ଅନୁଭବ କରୁଥିବ, ତାର ପ୍ରଭାବ କେତେ ଜାଣୁଥିବ। ଏଇଟା ଆମେ ସିନା ଭାବୁଛନ୍ତି ଏଇଟା ହଠାତ୍ ହେଇଗଲା, କିନ୍ତୁ ଏଇଟା ହଠାତ୍ ହେଇନାହିଁ। ଯେଉଁ ନୀରବତା କଥା ଥିଲା ଭାଇଙ୍କ ସେ ଆପେ ଆପେ ସିଏ ତ ନିଜେ ଜାଣିନାହାନ୍ତି ଏଇଟା ଘଟିଲା କେମିତି, କାହିଁକି ଘଟିଲା। ୟା ପଶ୍ଚାତରେ ମଧ୍ୟ ସେ ମାଆଙ୍କ ଶକ୍ତି ରହିଛି, ଭଗବାନଙ୍କ ଶକ୍ତି ରହିଛି। ନୀରବତା କ'ଣ ଯଦି ଆମେ ଟିକେ ଅନ୍ୟମନସ୍କ ହେଇଯାଇଥିବା ମଝିରେ, ତେଣୁ ସିଏ ଆମକୁ ମ୍ୟୁଜିକ୍ ମାଧ୍ୟମରେ ଆଉ ଟିକେ ସଚେତନ କରିଦେଲା। ସଚେତନ ଆମର ହେଇଗଲେ ଆଉ ଟିକେ। ତେଣୁ ପ୍ରଭୁଙ୍କ କଥା ଶୁଣିବା, ଏ ସ୍ଥାନକୁ ଆସିବା କେତେ ମହାନ ଏଇଟା ତୁ। ଆଉ କୁହାଯାଇଛି ଯେକୌଣସି ବ୍ୟକ୍ତି ଯିଏ ଏଠିକି ଆସି ପ୍ରତ୍ୟେକ ଦିନ ଯଦି ସେହିପରି ଦର୍ଶନ କରିକି ଯାଏ, ତାହେଲେ ଆମ ଅଜ୍ଞାତ ସାରରେ ସାଇଲେନ୍ସରେ ନୀରବ ଭାବରେ ସେ ଶକ୍ତି ଆମ ଭିତରକୁ ପ୍ରବେଶ କରି ଆମକୁ ଏ ଜଗ ଆଡ଼କୁ ନେବାରେ ପୂର୍ଣ୍ଣ ସହାୟତା ପ୍ରଦାନ କରିବ। ବୁଝିପାରିଲେ ଜିନିଷଟାକୁ। ତେଣୁ ଆଉ ଗୋଟେ କଥା ଆମେ ଜାଣିବା ସମସ୍ତେ, ଏଇ ଯେଉଁ ଦେହାଂଶ, ଏଇ ଯେଉଁ ଶ୍ରୀ ଅରବିନ୍ଦଙ୍କ ଦେହାଂଶ, ମାଆଙ୍କର ଦେହାଂଶ, ୟା ଭିତରେ ଯେଉଁ ପୁରୀ ରହିଛି, କ'ଣ ପୁରୀ ରହିଛି କହିଥିଲି ମନେ ରଖିଛ? କ'ଣ ୟା ଭିତରେ ପୁରୀ ରହିଛି? ବିରାଟ ଅତିମାନସ ସତ୍ୟ ଚେତନା ତା ଭିତରେ ପୁରୀ ରହିଛି, ଯିଏକି ରୂପାନ୍ତର କରିବାର ସାମର୍ଥ୍ୟ ଯାହାର ରହିଛି। ଆମ ପ୍ରକୃତିକୁ ସମ୍ପୂର୍ଣ୍ଣ ରୂପାନ୍ତର କରିଦେବ ଯେଉଁ ଶକ୍ତି, ସେଇ ଶକ୍ତି ତା ଭିତରେ ଭରପୁର ହେଇକି ରହିଛି। ତେଣୁ ଆମେ ଯଦି ସିନା ଏଠିକି ଆସିଲେ, ତାଙ୍କର ସେ ସ୍ପର୍ଶ ପାଇଲେ, ତାଙ୍କ ଆଡ଼କୁ ଟିକେ ଖୋଲି ଧରିଲେ, ସେ ଶକ୍ତି ଆମ ଭିତରୁ ପ୍ରବେଶ କରିବ। ଆମେ ଯଦି ସେପଟୁ ମୋଟେ ଖୋଲି ଧରିବା ନାହିଁ, ତାଙ୍କୁ ବିଶ୍ୱାସ କରିବା, ତାଙ୍କୁ ଭଲ ପାଇବାନି, ତାଙ୍କ ପାଖକୁ ଆସିବା ନାହିଁ, તે ଶକ୍ତି ଆମ ଭିତରେ ଆସିବ କେମିତି, ଆମ ଭିତରେ ପ୍ରବେଶ କରିବ କେମିତି? ନା ଆମକୁ ପରିବର୍ତ୍ତନ କରିବ କିପରି, ରୂପାନ୍ତର କରିବ ତ ସେ ଶକ୍ତିର ମୁଖ୍ୟ କାମ। ସେ ଆମକୁ କେମିତି ଆମେ ରୂପାନ୍ତରିତ ଦେବ? ଆମ ପ୍ରକୃତିକୁ ରୂପାନ୍ତର କିଏ କରିବ? ବ୍ୟକ୍ତି ଶତ ଚେଷ୍ଟା କଲେ ବି ମାଆ କହୁଛନ୍ତି ସେ ନିଜକୁ ପରିବର୍ତ୍ତନ କରିପାରିବ, ନିଜ ପ୍ରକୃତି ରୂପାନ୍ତର କରିପାରିବ ନାହିଁ। କେବଳ ହିଁ ସେଇଥିପାଇଁ ଏ ବିରାଟ ଅତିମାନ ଶକ୍ତିକୁ ପ୍ରଭୁ ସମଗ୍ର ବିଶ୍ୱକୁ ସେ ଅବତରଣ କରିଲେ, ଏଇ ମୁଖ୍ୟ ଉଦ୍ଦେଶ୍ୟ। ତେଣୁକରି ଆମେ ବି ଯଦି ସେଇପଟେ ସଚେତନ ହେଇଯିବା, ପ୍ରଭୁଙ୍କ ପାଖକୁ, ପ୍ରଭୁଙ୍କ ଆଡ଼କୁ ଆମର ବିଶ୍ୱାସ, ଆମର ନିର୍ଭରତା, ଆମର ତାଙ୍କ ପ୍ରତି ଭଲ ପାଇବା, ଏଇଟା ଯେତେ ବଢ଼େଇବା, ସେହି ଅନୁପାତରେ ଏ ଶକ୍ତି ଆସ୍ତେ ଆସ୍ତେ ଆମ ଅଜାଣତରେ, ପ୍ରଥମେ ତ ଅଙ୍କଶସ ଆମେ ଅଛନ୍ତି, ଏ ଅଜାଣତରେ ଆମ ଭିତରୁ ସିଏ ପ୍ରବେଶ କରିବା ଆରମ୍ଭ କରିବ। ବୁଝିହେଲା? ଏବଂ ପ୍ରବେଶ କଲେ କ'ଣ ହେବ? ଆମର ପ୍ରକୃତିକୁ ସିଏ ରୂପାନ୍ତର କରିଦେବ। ଆମ ଭିତରେ ଯେଉଁ ଖରାପ ପ୍ରକୃତି ଗୁଡ଼ା ଅଛି, ନିମ୍ନ ପ୍ରକୃତି, ରାଗ, କ୍ରୋଧ, ହିଂସା, ପରଶିକାତରତା, ତାମସିକ, ଜଡ଼ତା, ଏହିପରି କେତେ ଯେ କେତେ ଜିନିଷ ଆମ ଭିତରେ ଭରି ରହିଛି, ଏଗୁଡ଼ିକୁ ଆମେ ସତ ଚେଷ୍ଟା କଲେ ଜୀବନ ସରିଗଲା ପର୍ଯ୍ୟନ୍ତ ଆମେ ୟାକୁ ପରିବର୍ତ୍ତନ କରିପାରିବା ନାହିଁ। ସମ୍ଭବ ନୁହଁ ମା' କହିଛନ୍ତି, କିନ୍ତୁ ସମ୍ଭବ କଲେ ଗୋଟିଏ ମାତ୍ରରେ ଯଦି ତୁମେ ମାଆଙ୍କ ପାଖରେ ନିଜକୁ ସମର୍ପଣ କରିଦିଅ, ଅର୍ପଣ କରିଦିଅ। ସମାଧିରେ ଆସି ଯଦି ସେ ନିଜର କଥା ଜଣାଇବ ଯେ ମା' ମୋ ଭିତରେ ଏଇ ଅସୁବିଧା ଗୁଡ଼ିକ ରହିଛି, ଏଥିରୁ ମା' ମୋତେ ମୁକ୍ତ କର। ଯେତେବେଳେ ତୁମେ ଜାଣିପାରୁଛ ନିଜ ଭିତରେ କୌଣସି ଅସୁବିଧାଟା, ସାଙ୍ଗେ ସାଙ୍ଗେ ଆସି ମାଆଙ୍କ ପାଖରେ ସମାଧିରେ ଆପଣ ଜଣାଇ ଦେଇପାରିବେ। ତା'ର ଫଳଟା ଇମିଡ଼ିଏଟ୍ ମିଳେ। ସମାଧିରେ ଜଣାଇବା
ଆଉ ମାଆଙ୍କ ଫଟୋ ପାଖରେ ଏକା କଥା, ଘରେ ଆମର ଫଟୋ ଅଛି ମାଆଙ୍କ ଫଟୋ, ସେଠି ମଧ୍ୟ ପ୍ରଭୁଙ୍କ ଦିବ୍ୟ ଉପସ୍ଥିତି ରହିଛି। କିନ୍ତୁ ଆନ୍ତରିକତା ଭାବ ଘର ଅପେକ୍ଷା ଏଠି ବେଶୀ ଆସିବ। ମାଆଙ୍କ ପ୍ରତି ଯେଉଁ ଆନ୍ତରିକତା, ଭଗବାନ ପ୍ରତି ଯେଉଁ ବିଶ୍ୱାସ, ଯେଉଁ ନିର୍ଭରତା ଘର ଅପେକ୍ଷା ଏ ସ୍ଥାନମାନଙ୍କରେ ଅଧିକ ରହେ ଆମ ଭିତରେ। ୟାଠୁ ଅଧିକ ଆସିବ ଯେତେବେଳେ ଆଶ୍ରମ ଯାଉଛନ୍ତି ସେଠି ଆଉ ଟିକେ ଆମ ଭାବଟା ପରିବର୍ତ୍ତନ ହୋଇଯାଏ। ଲୋକ କାହିଁକି ଦୌଡ଼ୁଛନ୍ତି ଆଶ୍ରମକୁ? ସବୁଠି ତ ପ୍ରଭୁଙ୍କ ତ ଏଠି ବି ଅଛନ୍ତି, ଆଶ୍ରମ ବି ଅଛନ୍ତି, ସେ କାହିଁକି ଆମେ ଦୌଡ଼ିକି ଯାଉଛନ୍ତି? ତାହେଲେ ତାଙ୍କ ଦିବ୍ୟ ଉପସ୍ଥିତି ଆମେ ଆଉ ଟିକେ ଅଧିକ କେମିତି ସେଠି ପାଇପାରିବା, ଆମ ଭିତରେ କେମିତି ପ୍ରବେଶ କରିବ, ଯାହାଦ୍ୱାରା କି ଆମ ଭିତର ପ୍ରକୃତି ଆସ୍ତେ ଆସ୍ତେ ପରିବର୍ତ୍ତନ ରୂପାନ୍ତରିତ ହେବ। ତେଣୁ ଏତେ ବଡ଼ ଗୂଢ଼ ରହସ୍ୟ ଯଦି ୟା ଭିତରେ ନିହିତ ଅଛି, ସେଇଥିପାଇଁ ତୁମମାନଙ୍କୁ ଏଠିକି ପ୍ରତ୍ୟେକ ଦର୍ଶନରେ ଏଥର ଅଣାଯିବ। ତୁମେ ସମସ୍ତେ ଧୀରେ ଧୀରେ ସାଇଲେନ୍ସରେ ମୋଟେ ପାଟି କରି ଧୀରେ ଧୀରେ ଆସିବ, ଧୀରେ ଧୀରେ ପ୍ରଭୁଙ୍କୁ ଦର୍ଶନ କରିବ। ଏମିତି ତୁମକୁ ଏଇଠି ଯେଉଁ ଦିନ ଅଣାଯିବ ସେ ଦିନର ତାତ୍ପର୍ଯ୍ୟ ଭିତରେ ତୁମକୁ କିଛି କହି ଦିଆଯିବ। ତାପରେ ତୁମେ ଯେଉଁ ଘରକୁ ଯିବ ବା ସେଠି ଆସିବ। ଏଇଟା ହେଲା ଏହିପରି ଭାବରେ। ଆଉ ଗୋଟେ କଥା ମନେ ରଖିବ, ଏଇ ଯେଉଁ ପ୍ରଭୁଙ୍କ ଦେହାଂଶ ଏଇଟା ଆଶ୍ରମରୁ ବାହାରକୁ ଆସିବା ଆରମ୍ଭ ହେଲା 1959 ୱେଷ୍ଟବେଙ୍ଗଲର ବଙ୍ଗବାଣୀ ସେଇଠାରେ ହିଁ ପ୍ରଥମେ ପ୍ରତିଷ୍ଠା ହେଲା। ମା ନିଜେ ହିଁ ସେଟାକୁ ସର୍ବପ୍ରଥମେ ୟାକୁ ସିଏ ପଠାଇଥିଲେ। ଓଡ଼ିଶାକୁ କେବେ ଆସିଲା? ଓଡ଼ିଶାକୁ ସର୍ବପ୍ରଥମେ 1970 ମସିହା ଡିସେମ୍ବର 9 ତାରିଖରେ ଆସିଲା। କେଉଁଠିକି ଆସିଲା? କଟକର ଜଗତସିଂହପୁର, କୋରାପୁଟର ଜୟପୁର, ଏଇ ଦୁଇଟି ଜାଗାକୁ ଓଡ଼ିଶାରେ ସର୍ବପ୍ରଥମେ ପାଇଁ ପ୍ରଭୁଙ୍କ ଦେହାଂଶ ସେଠି ଅବସ୍ଥାପନ କରାଗଲା, ପ୍ରତିଷ୍ଠା କରାହେଲା। ତାପରେ 1972 ମସିହାରେ ମାତୃଭବନ କଟକ, 1975 ମସିହାରେ ସମ୍ବଲପୁର, 1978 ମସିହାରେ ଦୁଇଟି ଜାଗା ଡାଳିଯୋଡ଼ା ଆଉ ବାଲେଶ୍ୱର। ଏହିପରି ଭାବରେ ପ୍ରଭୁଙ୍କ ଦେହାଂଶ ଆସ୍ତେ ଆସ୍ତେ ମାଆଙ୍କ ଥିବା ସମୟରେ 1970 ମସିହା 72 ମସିହା ପର୍ଯ୍ୟନ୍ତ, ତାଙ୍କ ଅନ୍ତେ 1975 ଅନୱାର୍ଡ଼ସ୍ ମା ନିଜେ ଥିବା ସମୟରେ 1972 ମସିହା ଅର୍ଥାତ୍ ଆମର ଯେଉଁ ମାତୃଭବନ ନେଇ ଆମର ଯେଉଁଟା ଏଟା ଆସିଲା ଜଗତସିଂହପୁର ଆଉ କୋରାପୁଟର ଜୟପୁର, ଏଇ ଦୁଇଟା ମାଆଙ୍କ ଥିବା ସମୟରେ ହିଁ ଆସିଥିଲା। ମାତୃଭବନକୁ ମଧ୍ୟ ମାଆଙ୍କ ଥିବା ସମୟରେ, ମା ତ ଦେହ ଛାଡ଼ିଲେ 1973ରେ, 72ରେ ମଧ୍ୟ ସେଟା ମାତୃଭବନକୁ ଆସିଥିଲା। ତାପରେ ପରେ ଆସ୍ତେ ଆସ୍ତେ ଇଏ ସମଗ୍ର ବିଶ୍ୱର, ଖାଲି ଏଇଠି ନୁହଁ, ଓଡ଼ିଶାରେ ନୁହଁ, ଭାରତରେ ନୁହଁ, ସମଗ୍ର ବିଶ୍ୱର କଣ ଅଣକଣ ସମସ୍ତେ ଆସ୍ତେ ଆସ୍ତେ ପ୍ରଭୁଙ୍କ ଦେହାଂଶ ନେବା ପାଇଁ ଆଶ୍ରମକୁ ଆବେଦନ କଲେ। ଯେଉଁମାନେ ସେଠି ମଧ୍ୟ ମାଆଙ୍କ ବିଷୟ ଅନୁରକ୍ତ, ସେମାନେ ମଧ୍ୟ ଚାହିଁଲେ ପ୍ରଭୁଙ୍କ ଦେହାଂଶ ଯାଇକି ଆମେରିକା, ଫ୍ରାନ୍ସ, ବ୍ରିଟେନ ସବୁଆଡ଼େ ଅଲରେଡ଼ି ପ୍ରଭୁଙ୍କ ଦେହାଂଶ ଅଲରେଡ଼ି ପ୍ରତିଷ୍ଠା ହୋଇଗଲାଣି। ସେ ଆସିଥିଲା କେଉଁଥିପାଇଁ? ସମଗ୍ର ମାନବ ସମାଜକୁ ଏଇ ସତ୍ୟ ଆଡ଼କୁ ନେବ, ଅର୍ଥାତ୍ ସମଗ୍ର ମାନବକୁ ସେ ପରିବର୍ତ୍ତନ କରିବ, ମାନବ ସମାଜକୁ ପରିବର୍ତ୍ତନ କରିବ। ସେ ଗୋଟିଏ ଜାଗାରେ ରହି ତ କରିପାରିବ, କିନ୍ତୁ ଆଉ ଗୋଟେ ଜାଗା ଗଲେ ଆହୁରି ବେଶୀ ପ୍ରଭାବ ସେଠାରେ ପଡ଼ିବ। ମୁଁ ଜାଣିଲି ପ୍ରଭାବ କେମିତି ପଡ଼ିବ। ଆମେ ଖାଲି ଏଠିକି ଆସିଛନ୍ତି, ଆଉ ଯଦି ତା'ର ପ୍ରଭାବ ଆମେ ଏଠି ଅନୁଭବ କରିବା, ତାହେଲେ ସମଗ୍ର ବିଶ୍ୱରେ ମଧ୍ୟ ସେଠିକା ଲୋକମାନେ ମଧ୍ୟ ତାର ଆହୁରି ଆକୁଟ ଭାବରେ, ଆହୁରି ଭଲ ଭାବରେ ପ୍ରଭୁଙ୍କର ଦିବ୍ୟ ଉପସ୍ଥିତିକୁ ତାଙ୍କ ଭିତରେ ଅନୁଭବ କରିପାରିବେ। ଦିବ୍ୟ ଶାନ୍ତି, ଦିବ୍ୟ ଆନନ୍ଦ, ତାଙ୍କର ଆଲୋକ, ଏସବୁ ଗୁଡ଼ିକ ସେମାନେ ସେଠି ପ୍ରାପ୍ତ କରିପାରିବେ, ଯିଏକି ଆମକୁ ପ୍ରକୃତରେ ରୂପାନ୍ତର କରିବ, ଆମକୁ ପରିବର୍ତ୍ତନ କରିବ, ଆମ ପ୍ରକୃତିକୁ ରୂପାନ୍ତର କରିବ। ଏପରି ସାମର୍ଥ୍ୟ ଯେଉଁ ଶକ୍ତିରେ ରହିଛି, ଆମେ ସେ ଶକ୍ତିକୁ ଆଜି ପର୍ଯ୍ୟନ୍ତ ଜାଣିନଥିଲେ। ତୁମେ ପିଲାମାନଙ୍କୁ ସେଇଥିପାଇଁ ତୁମକୁ ଗୋଟେ ଜଣାଇ ଦିଆହେଲା ଯେ ଏପରି ଏକ ଦିବ୍ୟ ସତ୍ୟ ଚେତନାର ଶକ୍ତି ବର୍ତ୍ତମାନ ପୃଥିବୀରେ ଅବତରଣ କରିସାରିଛି। ଏବଂ 1956 ମସିହା 29 ତାରିଖରେ ସେଇଟା ଅଲରେଡ଼ି ବିଶ୍ୱ ବାତାବରଣ ଭିତରେ କ୍ରିୟାଶୀଳ ଆରମ୍ଭ ହୋଇଗଲାଣି। ସେ ଯେଉଁ କାମ କରିବା ପାଇଁ ଆସିଥିଲା ସିଏ ମଧ୍ୟ ତା କାମ ଆରମ୍ଭ କରିଦେଲାଣି। ତେଣୁ ଏତେ ବଡ଼ କାର୍ଯ୍ୟ ମା ସୂକ୍ଷ୍ମ ଚେତନା ରହିକି ଏ କାର୍ଯ୍ୟକୁ ପ୍ରଭୁଙ୍କ ସହିତ ଏ କାର୍ଯ୍ୟକୁ ସେ କରିକା ଚାଲିଛନ୍ତି। କେଉଁଥିପାଇଁ? ଆମରିମାନଙ୍କ ପାଇଁ। ସମଗ୍ର ବିଶ୍ୱର କିପରି ରୂପାନ୍ତର ପରିବର୍ତ୍ତନ ହେବେ, ଲୋକମାନେ ଆସ୍ତେ ଆସ୍ତେ ଭଗବତ ଓଡ଼ିଆ ଅଭିମୁଖୀ ବେଶୀ ହେବେ। ଯେଉଁ ଉଦ୍ଦେଶ୍ୟରେ ସେ ଏତେ ବଡ଼ ମଣିଷ ଜନ୍ମ ପାଇ ପୃଥିବୀକୁ ଆସିଛନ୍ତି, ସେ ଉଦ୍ଦେଶ୍ୟଟା ସାର୍ଥକ କରିବେ। କେଉଁଥିପାଇଁ ଆମେ ଆସିଛନ୍ତି ପୃଥିବୀକୁ? କେବଳ ଏଇ ଭଗବାନଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ, ଆଉ କିଛି କରିପାରିବାନି। ଆମ ଦ୍ୱାରା କିଛି ହେଇପାରୁନି, ଖାଲି ଆପଣଙ୍କର ସହଯୋଗ ଦରକାର। କରିବେ ମା ସବୁ, ଆମେ ଖାଲି ତାଙ୍କୁ ଭଲ ପାଇବା, ତାଙ୍କୁ ନିଜ ପାଖରେ ଅର୍ପଣ କରିବା, ତାଙ୍କୁ ଦେଇଦେବା।
प्रति मुहूर्ते तांको प्रार्थना कर खाली जणै देवा एति कले बाकी काम माँ ही आम भितर करे नेबे। तेणु आम जुगरे एठी किछि तुम आम किछि नहीं भल कि मन रखा पूर्ण जुगरे भगवान ही साधक भगवान ही साधना से निजे ही आम भितर रही साधना करेंगे एवं ताकू सी प्राप्त करेंगे। तेणु आमर काम केवल तांको आड़ को खोली धरिबा तांको टिके अधिक अधिक भल पाइबा तांको समीपवर्ती होगा तांको प्रति मुहूर्ते चाहिबा डाकिबा आमर सबू कथा गुड़िक तांको जणैबा जीवन सकल दुख कष्ट अशांति सब गुड़िक तांको जणैबा एइटा हला मुख्य सलेन टाइम बुझिले जिनटा कह। तेणु ये तुम्हें मन रखिल ना मु जहाँ जहाँ कहली मुझा खाली सीना कहीदेली तुम जब एक कान पसैकी से कान बाहर करदेव तान तुम ये आसवाटा वृथा होगला विशेष फलप्रद आहरी हो पारता वृथा तो है निश्चित आम अजाणत से माँ को शक्ति आम भितर अलरेडी प्रवेश कर जाइए श्री माँ आम भितर अतिलांश शक्ति अलरेडी प्रवेश कर जामें जापारना किंतु सी प्रवेश करके आस्ते आस्ते आमको सचेतन कर जदि आम टे सचेतन होगा जे यहीपरी जो मुझे मातृ भितर को आसबि पूर्ण नीरवतार सहित आसबि शांतिर सहित आसबि एवं प्रभु को शांति भितर रहिले नीरवता भितर रहिले माँ किंतु यही शक्ति को अनुभव करूँ ये सबुठ बड़ जिनस जो तू शांत रही न पारिबु मन को जदि धीर स्थिर शांत न करि पारिबु ताहां तू केबे शक्ति को अनुभव करि पारिबु नहीं। तेणु ये लिखि दिखाई से भाई मोबाइल स्विच अफ करूँ नीरवता अवलम्बन करूँ कहीं कहुच्छी कारण मनीषर चेतना बर्तमान जोपरी विक्षिप्त होगी अच्छी सी केबे नीरवता को सहजरे निज भितर धारण कर पारुनी मेंटेन कर पारुनी आम ये बस देखुन आम निज भितर केते पाटितन कथबार्ता होम शांति बस पार्टी अध घंटे मत बस पारना किए कहीं एटा आमर दोष नुह आमर प्रकृतिर दोष आम प्रकृति भितर यही शक्ति बर्तमान आक्टिव होकर रही सी आमको सब असंता आमको गोटे 10 मिनट 15 मिनट अध घंटे मत सी बसई देव ना तो आम जी सचेतन हो ना मो माँ को पाक आसी माने पूर्ण नीरवतार सब बसबी माँ को डाकबी आड़ को निजी खोली धरबी मोर निजर कथा जनईबी तुम मुख्य जिनस जो पाठ पढ़ा कथा तुम किसी मन रोनी माँ को थे जनाओ माँ को थे कह इमती माँ मुझे बहुत थर पढ़ुची कि मन रखिपारे मो मन रोनी थे कही देखनी तापर किपर देखिए से पढ़ा गुड़िक आस्ते आस्ते मन रहा आरम्भ कर तेना माँ कौन आम खोलीदे भगवान को आम जी खोली धरवा शक्ति से आमको पूर्ण सहायता प्रदान कर आमको साहाय्य कर जोटा आम करूना से कामटा आम कि से कामटा माँ ही कर आम भितर किंतु आम जदि ताकू से भाव में भल पाई से आड़ को निजक खोली धरी पारिबा निजर सामान्य सामान्य टिके टिके कथा कहीदे पार्थुबा से माँ को ना जप कहीं कहुच्छी कारण आम सब भूली जाऊँ साधारण जीवन साधारण कथा आम एत मजी जाऊँगी जे भगवान कथा आम भूली जाऊँ से बाबाजी महाराज आमको गोटे बढ़िया उपाय देदेले माँ को ना जप कर जिते करूँ मैंने आपे आपे तुम भितर भाव हे माँ अच्छा यदि गोटे खराब कम कर इच्छा हो माँ कथा मन पड़ो ये माँ तो एमती मना कर जे कौन गोटे खराब चिंता तुम मन भर आसला क्या प्रति गोटे अनिष्ट कर भाव आसला माँ को डाकला मैंने अटोमेटिक से भावटा तुम भर कमिज यहाँ समस्ते कम से यहीपरि आमको सब विचलित करमको सब तल आड़ को आम चेतना को सब निम्नगामी कर रखुच्च ऊर्ध्व को मोटे उठा दौना यहाँ हूँ आमर असचेतनतार माध्यम से ये शक्ति गुड़िक एत आक्टिव होम भर रही यदि आम टे सचेतन हो सचेतन माने कौन भगवान को लेकिन बंचा आरंभ करवा माँ को लेकिन बंचा आरंभ करवा टिकिनिकी कथार माँ को जनइबा माँ को सहित गोटे संबंध स्थापन करवा यहीटा है आमर काम यहीटा आम जिते परिमाण करवा से अनुपात तांकर शक्ति आस्ते आस्ते आमको परिवर्तित करने को आरंभ कर तेणु जान जे एठी बर्तमान कौन अच्छी तुम मो कथा सला बता तुमको मु जहाँ जहाँ कहली तुम्हें केते ताको ग्रहण कल कि सेमती कर छाड़देल टी आउ थे ये किए अच्छा ये कहार देहांश प्रतिष्ठा कराई बस रिलीक्स माने कौन देहांश माने कौन ये तीन रिलीक्स माने हला नख बाल वस्त्र आ फटो श्रीअरविंद फटो ये थाए मन रखा
ସେ ଫଟୋରେ ମଧ୍ୟ ତାଙ୍କ ବାସ୍ତବ ଉପସ୍ଥିତି ଏଇଠି ସବୁବେଳେ ହିଁ ଜୀବନ୍ତ ହେଇକି ଥାଏ। ଆମେ ସେଇଥିପାଇଁ ଏଠିକି ଆସୁଛନ୍ତି, ଏତେ ସୌଜନ୍ୟ ବସୁଛନ୍ତି, ଘରେ ମଧ୍ୟ ସେଇପରି ଫଟୋ ରଖୁଛନ୍ତି। ସମସ୍ତେ ତ ତାଙ୍କର ଲକ୍ଷ ବାଳ ଆଉ ବସ୍ତ୍ର ରଖିପାରିବେନି। ସେ ମଝିରେ ହଁ ଠିକ୍ ଅଛି, ଏଟା ମଧ୍ୟ ସେ ସରିଗଲା। ବର୍ତ୍ତମାନ ଜାଣିଲା ଶ୍ରୀଅରବିନ୍ଦଙ୍କର ଏଇ ଯେଉଁ ମା ଶ୍ରୀଅରବିନ୍ଦ ଯୁଗଳ ଫଟୋ ଆମେ ତ କେବେ ନିଜ ଘରେ କ'ଣ ମାଆଙ୍କର ଦେହାଂଶର ଆମେ ରଖିପାରିବା କି? ନା ବସ୍ତ୍ର ସମସ୍ତଙ୍କୁ ମିଳିବ କି? ତେଣୁକରି ଏ ଫଟୋରେ ମଧ୍ୟ ମା କହୁଛି ମୋ ଦିବ୍ୟ ଉପସ୍ଥିତି, ମୁଁ ସବୁବେଳେ ହିଁ ମୋ ଫଟୋ ଭିତରେ ପ୍ରଭୁଙ୍କର ମୋର ଦିବ୍ୟ ଉପସ୍ଥିତି ବରାବର ରହିଥାଏ। ସେ ଏକା ପ୍ରକାର ଫଳ ମଧ୍ୟ ତୁ ପାଇପାରିବୁ ଯଦି ସେହିପରି ଆନ୍ତରିକ ସହ ତୁ ଫଟୋ ପାଖରେ ଆମେ ନିଜକୁ ଅର୍ପଣ କରିବା। ତାକୁ ଜାଣିବା ଯେ ମା ନିଜେ ସ୍ୱୟଂ ଏଠି ଅଛନ୍ତି। ଯଦି ଏ ଭାବଟା ଆମର ଥରେ ଆସିଯିବ, ଆମେ କେବେ କାହାର ଅନିଷ୍ଟ ଚିନ୍ତା କରିବା ନା ପାଟିତୁଣ୍ଡ କରିବା, ଆପେ ଆପେ ଆମେ ନୀରବ ହେଇଯିବା। ଯେଉଁଟା ଭଲ ସେଇଟା ହିଁ ଆମେ କରିବା। ଏଇଟା କାହିଁକି ଆମକୁ ସଚେତନ ସେଇ ମାଆଙ୍କ ଫଟୋ ହିଁ କରିଦେବ। ଜାଣିଲ ତାହେଲେ ଏ ଚାରୋଟି ଜିନିଷ ଭିତରେ ମାଆଙ୍କ ଦିବ୍ୟ ଉପସ୍ଥିତି ସବୁବେଳେ ହିଁ ବରାବର ରହିଥାଏ। ତୁମକୁ ସେଇଥିପାଇଁ ବ୍ଲେସିଂ କାର୍ଡ଼ ଗୋଟେ ଦିଆଯାଏ, ମାଆଙ୍କ ଫଟୋ ଦିଆଯାଏ। ସ୍କୁଲରୁ ଭାଇମାନେ ଅପାମାନେ ତୁମକୁ ମାଆଙ୍କ ବିଷୟରେ ଏତେ କହୁଛନ୍ତି, ତା କାରଣଟା କ'ଣ? ତୁମେ କିପରି ସେ ଭଗବାନ ଆଡ଼ୁ ଟିକେ ଖୋଲି ଧରିବ। ଯେଉଁ ପ୍ରେୟାରଟି ଗାଇ ଇଏ କରାହେଉଛି, ସାଇଲେନ୍ସ ରୁମ୍କୁ ତୁମକୁ ନିଆହେଉଛି, ତା କାରଣଟା କ'ଣ? ତୁମ ଅଜାଣତରେ ସେ ଶକ୍ତି ତୁମ ଭିତରୁ ପ୍ରବେଶ କରୁ, ତୁମେ ଗୋଟେ ଅଧିକ ସୁନ୍ଦର ଗୋଟେ ଉପଯୁକ୍ତ ତେଣୁ ଭଲ ପିଲାଟିଏ ହେଇ ଉଠ। ଏଇଟା ହେଲା ତା'ର ଅଛି ମୁଖ୍ୟ ଉଦ୍ଦେଶ୍ୟ। ହେଲା ଭାଇ? ହଉ, ଆଜିର କାର୍ଯ୍ୟକ୍ରମ ଆମେ ଏଠି ବନ୍ଦ କରିବା। ୟା ପରେ ଆମର 11ଟା ବେଳେ ପୁଣି କାର୍ଯ୍ୟକ୍ରମ ସ୍କୁଲରେ ହେବ। ସେ ସ୍କୁଲରେ ମୋ ଭାଇ ଆପଣଙ୍କୁ ଆହୁରି ରିଲିଫ୍ ସେଣ୍ଟର ବିଷୟରେ କିଛି କହିବେ। ବାହାରୁ ଜଣେ ଆମ କଟକରୁ ଜଣେ ଭାଇ ଆସୁଛନ୍ତି, ସିଏ ମଧ୍ୟ ଆମକୁ ସାଧାରଣ ସମ୍ବନ୍ଧରେ କହିବେ। କିନ୍ତୁ ଆମେ ତାଙ୍କୁ ଶୁଣିବା। ବନ୍ଦେ ମାତରମ୍। ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ରିଲିକ୍ସର ପ୍ରଭାବ କ'ଣ, ମୁଁ ଗୋଟେ ଛୋଟିଆ ସତ ଘଟଣାଟିଏ କହିବି, ମନ ଦେଇକି ଶୁଣ। ଆମ ଏଇ ସେଣ୍ଟରର ପ୍ରଭାବ, ସମାଧିର ପ୍ରଭାବ। ଗୋଟିଏ ଛୁଆ, ତାଙ୍କ ଘରେ ମୁଁ ଗୋଟେ ପାଠଚକ୍ର ଆରମ୍ଭ କରିଥିଲି। ବହୁତ କହି 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 ଅନେକ ବର୍ଷ ଗଲା ପରେ ସେ ଚିନ୍ତା କଲେ ମୋ ମିସେସ୍ର ଜନ୍ମଦିନ ଦିନ ଆମେ ପାଠଚଟି କରିବା। ମାନେ ଠିକ୍ ଅଛି, ବଢ଼ିଆ କଥା। ତାଙ୍କ ଝିଅ ଆଶ୍ରମରେ ଅଛି, ସିଏ ମୋତେ ବାରମ୍ବାର କହୁଛି, ଭାଇ ଏତେ ଆଡ଼େ ବୁଲିକି ପାଠଚର କରୁଛ, ଆମ ଘରେ ଗୋଟେ ପାଠଚର ଖୋଲି ପାରୁନ? ବୋଲେ କରିବା। ମୁଁ ତ ଘରକୁ ଯାଇ କହୁଛି, ହେଲେ କ'ଣ କରିବା, ସେ ରାଜି ହେଉନାହାନ୍ତି। ଆଉ ତାପରେ ଯାହା ହଉ ସମୟକ୍ରମେ ମାଆଙ୍କର କୃପା ହେଲା, ତାଙ୍କର ଗୋଟେ ପାଠଚର ଆରମ୍ଭ ହେଲା। ପାଠଚକ୍ର ଯେଉଁଦିନ ଆରମ୍ଭ ହେଲା, ସେଦିନ ମୁଁ ମାଆଙ୍କ କୃପା ବିଷୟରେ ଆଲୋଚନା କରୁଥିଲି। ତାଙ୍କ ଘରେ ଗୋଟେ ଛୋଟିଆ ଛୁଆ, 4 ବର୍ଷର ଛୁଆଟିଏ, ସିଏ ପୁରା ମୋତେ ତନ୍ମୟ ହେଇକି ଚାହିଁଥାଏ। ପାଠଚର ସରିଲା ପରେ ସିଏ ମୋତେ ତାଙ୍କ ରୁମ୍କୁ ଡାକି ନେଲା, କହିଲା ଆଜି ଆମ ଘରେ ରହିବ, ସାଙ୍ଗରେ ଖାଇବ। ସତୁବାବୁ ମୋତେ ଜବରଦସ୍ତ କରିଦେଲା। ମୁଁ ତା ସାଙ୍ଗରେ ଖାଇଲି, ଅନେକ ସମୟ ପର୍ଯ୍ୟନ୍ତ ରହିଲି, ସେ ଛାଡ଼ିଦେଲାନି। ଏତେ ଶ୍ରଦ୍ଧା ତା'ର ଦେଖିକି ମୁଁ ଆଶ୍ଚର୍ଯ୍ୟ ହେଇଗଲି। ମୁଁ ସେଠି ତା ମା' ବାପାଙ୍କୁ କହିଲି, ଏ ପିଲାଟି ଭିତରେ ଭଲ ସମ୍ଭାବନା ଅଛି, ହେଲେ ଭାଇ ତା ଭିତରେ ଗୋଟେ ବଡ଼ ପ୍ରୋବ୍ଲେମ୍ ଅଛି। ମାନେ କ'ଣ ପ୍ରୋବ୍ଲେମ୍? ତା'ର ହାର୍ଟ ପ୍ରୋବ୍ଲେମ୍। କେତେ କେତେ ଡକ୍ଟରଙ୍କୁ ଆମେ ଦେଖେଇଲୁଣି, କିନ୍ତୁ ଭଲ ହେଉନି। ଛୋଟିଆ ଛୁଆର ହାର୍ଟ ପ୍ରୋବ୍ଲେମ୍। ମୋ ମୁଣ୍ଡକୁ ଜୁଟିଲା, ମୁଁ ତାକୁ ପଣ୍ଡିଚେରୀ ସମାଧିରେ ଥରେ ପ୍ରଣାମ କରିକି ଆଣନ୍ତୁ। ହୁଏତ ସମାଧିର ପ୍ରଭାବରେ ତା ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ସେଇଠୁ ମୋ କଥାକୁ ମାନି ସେ ପଣ୍ଡିଚେରୀ ଯିବା ପାଇଁ ସ୍ଥିର କଲେ, ଟିକେଟ୍ ବି କଲେ। ମୁଁ ତାଙ୍କୁ ଗୋଟେ ଆଇଡ଼ିଆ ଦେଲି। ବାଙ୍ଗାଲୋରରେ ଜଣେ ହାର୍ଟ ସ୍ପେଶାଲିଷ୍ଟ ଅଛନ୍ତି, ମାଆଙ୍କ ଡିଭୋଟି, ଆଶ୍ରମକୁ ଆସନ୍ତି। ମୋର କେତେଥର ତାଙ୍କ ସହିତ ଭେଟ ହେଇଛି। ବୋଲେ ଆପଣ ଅପାଙ୍କୁ ପଚାରନ୍ତୁ ନା, ସେ କେତେବେଳେ ଆସନ୍ତି, କ'ଣ କରନ୍ତି, କାଳେ ସେ ଜାଣିଥିବେ ଚିହ୍ନିଥିବେ। ସାଙ୍ଗେ ସାଙ୍ଗେ ଫୋନ୍ କରାହେଲା। ସୌଭାଗ୍ୟକ୍ରମେ ସେ ଡକ୍ଟର ସେଦିନ ଆସିଛନ୍ତି ଏବଂ ତାଙ୍କ ଡିପାର୍ଟମେଣ୍ଟରେ ହିଁ ଅଛନ୍ତି, ବୁଲୁଛନ୍ତି। ଇଏ ସାଙ୍ଗେ ସାଙ୍ଗେ କଥା ହେଇଗଲେ। ଡକ୍ଟର କହିଲା ହଁ ତାକୁ ନେଇ ଆସନ୍ତୁ। ତାପରେ ଟିକେଟ୍ କରିକି ଇମିଡ଼ିଏଟ୍ ଛୁଆକୁ ନେଇଯିବା ପାଇଁ ବାହାରିଲେ।
ବଡ଼ ଛାନିଆ, ବାପ ଝିଅ ଯାଇଛନ୍ତି, ମା ଯାଇନି ସାଙ୍ଗରେ, ଘରେ ଛାନିଆ। ମୁଁ କହିଲି ଡାଇରେକ୍ଟ ବାଙ୍ଗଲୋର ଯିବନି, ଆଗ ପଣ୍ଡିଚେରୀ ଯିବ, ସମାଧିରେ ଆଗ ପ୍ରଣାମ କରାଇବ, ଛୁଆର ସବୁ କଥା ଜଣେଇବ, ତାପରେ ଯାଇକି ବାଙ୍ଗଲୋର ଯିବ, ଡାଇରେକ୍ଟ ବାଙ୍ଗଲୋର ଯିବନି। ସେ ଗଲେ ଛୁଆକୁ ନେଇକି ସମାଧିରେ ପ୍ରଣାମ କରାଇଲେ, ତାପରେ ଆସିଲେ ବାଙ୍ଗଲୋର ଗଲେ, ଡକ୍ଟରଙ୍କୁ ଦେଖା କଲେ। ଡକ୍ଟର ଦେଖିକି ସାଙ୍ଗେ ସାଙ୍ଗେ କହିଲେ ଅପରେସନ୍ କରିଦେବା। କି ଛାନିଆ ଆଉ, ସାଙ୍ଗରେ କେହି ନାହିଁ, ତା ମା ବି ନାହିଁ, ତା ଜେଜେ କି ଜେଜେମା କେହି ନାହାନ୍ତି, କ'ଣ କରିବେ ସେ ଏକୁଟିଆ। ମୋତେ ଏଠୁ ଫୋନ୍ କଲେ, ଘରକୁ ତାଙ୍କର ଫୋନ୍ କଲେ। ମୁଁ ତାଙ୍କ ଘରକୁ କହିଲି ବ୍ୟସ୍ତ ହେବା ଦରକାର ନାହିଁ, ମା ଯଦି ଅଛନ୍ତି ସବୁ ସହଜ ହେଇଯିବ, ଆପଣ ଛାନିଆ ହେବା ଦରକାର ନାହିଁ। ମୁଁ ତାଙ୍କୁ କହିଥିଲି ଗଲା ଦିନ ମାତୃଣ ସମାଧିରେ ଟିକେ ପ୍ରାର୍ଥନା କରିକି ଯିବେ। ସେ ବି ଗଲା ଦିନ ମାତୃଣ ସମାଧିରୁ ପ୍ରାର୍ଥନା କରିକି ଯାଇଛନ୍ତି। ସେଦିନ ମୁଁ ମହେଶ୍ୱରୀଙ୍କୁ କହିଲି ମୁଁ ଟିକେ ଆଜି ଆଉ କ୍ଲାସ୍ କରିପାରିବିନି, ତାଙ୍କ ଘରେ ଗୋଟେ ଏଇଭଳିଆ ପରିସ୍ଥିତି, ତେଣୁ ମୁଁ ନାମ ଜପ ସେଠି କଣ୍ଟିନ୍ୟୁ କରାଇବି, ତେଣୁ ମୁଁ ଆଉ କ୍ଲାସ୍ ଆଜି କରିବିନି। କହିଲା ହଉ ଯାଅ ତାହେଲେ। ତାପରେ ମୁଁ ଗଲି ତାଙ୍କ ଘରକୁ, ଫୋନ୍ ହେଲା, ବର୍ତ୍ତମାନ କ'ଣ ପରିସ୍ଥିତି ନା ଓଟି ଭିତରକୁ ନେଇଗଲେଣି। ସେ ଓଟି ଭିତରକୁ ନେଲେ, ଆମେ ନାମ ଜପରେ ବସିଲୁ, ସିଆଡ଼ୁ ଆନ୍ସର୍ ଆସିଲା ଅପରେସନ୍ ସକ୍ସେସ୍, ନାମ ଜପରୁ ଆମେ ଉଠିଲୁ। ତାର 7-8 ଦିନ ପରେ ସେ ଫେରିଲା। ମୁଁ ପଚାରିଲି ସେ ଛୁଆକୁ, ମୁଁ କୁଆଡ଼େ ଯାଇଥିଲି କହିଲ? କହିଲା ପଣ୍ଡିଚେରୀ ଯାଇଥିଲି ବା। ପଣ୍ଡିଚେରୀରେ କ'ଣ ଦେଖିଲୁ? କହିଲା ସମାଧି। ମାନେ ସମାଧିରେ କ'ଣ ଦେଖିଲୁ? ସମାଧିରେ ତ ଗୋଟେ ଲାଇଟ୍ ବାହାରିଲା, ମୋ ଭିତରକୁ ପଶିଗଲା ଛାତି ଭିତରେ। ସମାଧିରେ ସେ ମୁଣ୍ଡ ଲଗେଇଛି, ସେ ଅନୁଭବ କରୁଛି ସମାଧିରୁ ଗୋଟେ ଲାଇଟ୍ ବାହାରିଲା, ତା ଛାତି ଭିତରେ ପଶିଗଲା। ମୁଁ ତାପରେ କୁଆଡ଼େ ଗଲୁ? ତାପରେ ତ ମୁଁ ବାହାରକୁ ଆସିଲି, ମୋତେ ବାପା ନେଇକରି ପଳେଇଲେ ଡାକ୍ତର ପାଖକୁ। ଡାକ୍ତର ତ ଅପରେସନ୍ କରୁଥାନ୍ତି, ସେଠି ଗୋଟେ ମାଆଙ୍କର ଫଟୋ ରଖିଛନ୍ତି, ସେ ଗୋଟେ କପଡ଼ା ଘେର କରି ଗୋଟେ ଚାମ୍ବର ବନେଇଛନ୍ତି। ସେ ଆଗ ମୋତେ ଷ୍ଟ୍ରେଚରରେ ନେଇକି ସେଇଠି ଆଗ ଥୋଇଦେଲେ, କିଛି ସମୟ ଧ୍ୟାନ କଲେ, ତାପରେ ଅପରେସନ୍ କଲେ। ଡାକ୍ତର ସହିତ ଆଉ 4 ଜଣ ଥାନ୍ତି, ମା ପାଦ ପାଖରେ ଥାନ୍ତି, ମା ବତଉଥାନ୍ତି ଡାକ୍ତରମାନଙ୍କୁ କେମିତି କରିବ କ'ଣ କରିବ। ମୁଁ ତୁ ଏଇଟା ଦେଖୁଥିଲୁ? କହିଲା ହଁ। ମୁଁ ତୁ ଦେଖୁଥିଲୁ ଏମିତି ମା ବତଉଥିବାର? କହିଲା ହଁ ମୁଁ ଦେଖିଛି। ମା ସବୁ ଡାକ୍ତରମାନଙ୍କୁ ବତଉଥାନ୍ତି, ଡାକ୍ତରମାନେ ସେଇଆ କରୁଥାନ୍ତି। ଏଇ ଯେଉଁ ଛୁଆଟି ଭିତରେ ଏଇ ଯେଉଁ ଅନୁଭବ ଆସୁଥିଲା, ସମାଧିର ପ୍ରଭାବ, ସମାଧିରେ ଶ୍ରୀ ଅରବିନ୍ଦଙ୍କର ଶକ୍ତି ରେଡ଼ିଏଟ୍ ହେଉଛି। ଇଏ ସାଧାରଣ ସମାଧି ନୁହେଁ, ଇଏ ହେଉଛି ଏକ ଶକ୍ତିପୀଠ, ଚୁମ୍ବକୀୟ ଶକ୍ତି। ଯେମିତି ଲୁହାକୁ ଆକର୍ଷଣ କରେ, ସେମିତି ବାରମ୍ବାର ସମାଧିରେ ମୁଣ୍ଡ ଲଗାଇଲେ ଆମର ଭକ୍ତି ତିଆରି ହେବ, ବିନମ୍ରତା ତିଆରି ହେବ, ଅହଙ୍କାର ଗର୍ବ ଦମ୍ଭ ସବୁ ଚୁର୍ମାର ହେଇଯିବ। ଯେମିତି ଚୁମ୍ବକ ଦେହରେ ବାରମ୍ବାର ଲୁହା କଣ୍ଟାକୁ ଘଷିଲେ ଲୁହା କଣ୍ଟା ଦିନ ଚୁମ୍ବକରେ ପରିଣତ ହୁଏ, ସେମିତି ସମାଧିରେ ବାରମ୍ବାର ମୁଣ୍ଡ ଲଗାଇଲେ ସେ ସମାଜରେ ଥିବା ଶକ୍ତିର ପ୍ରଭାବ ଆମ ଭିତରେ କାର୍ଯ୍ୟକାରୀ ହୁଏ। ମୁଁ ତାପରେ ପଚାରିଲି ତାପରେ କ'ଣ କଲେ ତୋର? ମୋ ଛାତିରେ କାଟିଦେଲେ, ବାହାରକୁ ବାହାର କରି ଆଣିଲେ, ଦେଇକି ଛାତି ଉପରେ ଥୋଇ ଦେଇକି ସବୁ ସିଲେଇ ସୁଲା କଲେ। ମୁଁ ତୁ ଦେଖୁଥିଲୁ ଏଇଟା? କହିଲା ହଁ ମୁଁ ଦେଖୁଥିଲି। କହିଲେ ଦେଖୁନ କେମିତି ସିଟ୍ ଦେଇଛନ୍ତି, କହିକି ମୋତେ ଛାତିରେ ଦେଖେଇଦେଲା, ଦେଖ କେମିତି କାଟିଛନ୍ତି। ସେଇ ଛୁଆର ଗୋଟିଏ ଇଚ୍ଛା ଥିଲା, ମୁଁ ଆଙ୍କ ପାଖରେ ପାଠ ପଢ଼ିବି। ମୋତେ ତା ବାଜିଦ କଲେ, ଭାଇ ତୁମେ ଯାହା ହଉ ଯେତେ ଟଙ୍କା ନିଅ ପଛେ ମୁଁ ମୋ ଛୁଆକୁ ପାଠ ପଢ଼ାଅ। ମାନେ ଭାଇ ଦେଖ, ମୁଁ ହେଲି ବୁଲାରିଆ ପିଲା, ଆଜି ପାର୍ଶ୍ୱରେ ଏଠି ତ କାଲି ପାର୍ଶ୍ୱରେ ସେଠି, ମୁଁ ଇଆଡ଼େ ଦେଉଛି ସିଆଡ଼େ ଦେଉଛି, କେଉଁ ଟ୍ୟୁସନ୍ଟା ମୁଁ କରିପାରିବି? ନାଇଁ ନାଇଁ ଯେତେ ଦିନ ରହିବ କରିବ। ମୁଁ ବାଧ୍ୟ ହେଇକି ତାଙ୍କ ଘରକୁ ଗଲି, ପ୍ରାର୍ଥନା କଲି, ମୋ ଛୁଆଟା କେମିତି ଆଶ୍ରମରେ ପଢ଼ିପାରନ୍ତା ନାହିଁ। ଶେଷରେ ମାଆଙ୍କର କୃପା ଏମିତି ହେଲା, ସେ ଆଶ୍ରମ ସ୍କୁଲରେ ବି ପାଠ ପଢ଼ିଲା, ଏବେ ବି ସେ ଆଶ୍ରମରେ ଅଛି। ଏଇ ଯେଉଁ ସମାଜର ପ୍ରଭାବ, ମାଆଙ୍କର ଯେଉଁ ଶକ୍ତିର ଯେଉଁ କ୍ରିୟାଧାରା ଆମ ମାନୁଷ୍ୟ ମନ ସହଜେ ବୁଝିପାରିବନି। ତେଣୁ ଆମେ ସବୁ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସହିତ ସମ୍ପୃକ୍ତି ରଖିଛେ। କେବେ ଆମେ ସମାଧି ପାଖକୁ ଆସୁଛେ, ଆମ ଶିକ୍ଷକ ଅପା ଭାଇ ହୁଅନ୍ତୁ ବା ପିଲାମାନେ ହୁଅନ୍ତୁ, ଯଦି ଆମେ ସମାଧିର କଣ୍ଟାକ୍ଟରେ ନ ଆସିବା, ଆମ ଜ୍ଞାନ ଯେତେ ଥାଉ ନା ସବୁ ଜିରୋ ହେଇଯିବ, ସବୁ ଜିରୋ। দেখি লজিক দেখেবা কোন সমাধিকে আসলে এই হব না হবনি ইয়েস সমাধির প্রভাব অলগা জ্ঞাতর হো বা অজ্ঞাতর হো যদি সমাধির মুন্ড লগা যাচ্ছে
समाज जो डेली प्रणाम कराଯାଉଛି नो डाउट ता हृदयटी तैयारी हो विनम्रतार पूर्ण हो अहंकार गर्व दंभ सब चूरमार हो माँ दृष्टि आम जमी उठा कथा माँ आमको सेमती माँ को प्रभाव को रिसीव करने जो नम्रता दरकार समाज रे टच करने द्वारा से नम्रता गुण तैयारी हुए श्री अरविंदर प्रभाव माँ प्रभाव आम भितर क्रियाशील हेले आम यथार्थ मनुष्य परिणत हो पार तेणु से दृष्टि आज सबू भाई भौणी मान को अनुरोध रखी समाधि सबुदिन टच कर जी जुआड़े जाऊ था मार्केट को आसी भी टे समाधि आस प्रणाम टे करके जीव जन्मदिन अच्छी निश्चित समाधि को आस जार जन्मदिन से दिन बहुत गुरुत्वपूर्ण कहीं आत्मा सहित परमात्मा से दिन साक्षात से दिन माँ बहुत किसी करदे पारती जदि से दिन आम समाधि पाक आसवा प्रणाम टे कर समाधि मुंड लगे तेल आम चेतनार दिग विकसित होवार द्वार खोली जाए तेणु जार जन्मदिन हो तुम अभिभावक मान कह निश्चित टे मातृलोक आने समाधि टे प्रणाम करके जीव जिते बड़े भी हो सकाल बेले भल कथा जदि समय ना जिते सुविधा मिल से बेले आस कि समाधि को से निश्चित आस जन्मदिन में जिते कम थाऊ इवेन स्कूल को आस आम भी अलाउ करदेबू जाओ आगे समाधि प्रणाम करके आस कहीं समाज प्रभाव हो अलग तो समय ना हाँ पुणी स्कूल को आम जा तेणु मुझे अधिक आलोचना करनी आलोचना को मैं रखुची बर्तमान आम माँ को म्यूजिक सहित टी नीरव रहा